ତେଣୁ ଭଗବାନ ଯେହେତୁ ନିଜ ମୁଖରୁ କହିଛନ୍ତି, ତେଣୁ ଭଗବତ ଗୀତା ବହୁତ ମହାନ। ତ ଭଗବତ ଗୀତା ଆମେ ବୁଝିବା ପୂର୍ବରୁ ଗୋଟେ ଛୋଟିଆ ଜିନିଷ ତା ପୂର୍ବରୁ ଜାଣିବାକୁ ପଡିବ। କଣ? ଆଙ୍କୁ ଆପଣ କିଏ ଜାଣିଛନ୍ତି? କିଏ କିଏ ଜାଣିଛନ୍ତି? କିଏ? ଇଏ ହଉଛନ୍ତି ଆମ ଇସ୍କନ ର ଫାଉଣ୍ଡର ଆଚାର୍ଯ୍ୟ ସ୍ୱାମୀ ଶ୍ରୀଲ ଏସି ଭକ୍ତି ବେଦାନ୍ତ ପ୍ରଭୁପାଦ। ତ हरे कृष्ण प्रभु जी। स्क्रीन शेयरिंग आସୁନି ହରେ प्रभु जी। ସ୍କ୍ରିନ୍ ସେୟାରିଂ ଆସୁନି? ଗୋଟେ ସେକେଣ୍ଡ। हाँ प्रभु जी। ହଁ, ଗୋଟେ ସେକେଣ୍ଡ କରିଦେଉଛି। ହରେ କୃଷ୍ଣ, ଏବେ ଆସିଲା ସ୍କ୍ରିନ୍? आज्ञा प्रभु जी आसला। ହେଲା ହଁ, ପ୍ରଭୁ। ହରେ କୃଷ୍ଣ। ଇଏ ହଉଛନ୍ତି କଣ? ଶ୍ରୀଲ ପ୍ରଭୁପାଦ, ଏସି ଭକ୍ତି ବେଦାନ୍ତ ଶ୍ରୀଲ ପ୍ରଭୁପାଦ। ତ ଆମେ ଯାହା ବି ଅଧ୍ୟୟନ କରିବା ସବୁ ୟାଙ୍କର କଣ? ଶିକ୍ଷା ଉପରେ ଆଧାରିତ। ତ ଆମେ ପ୍ରଭୁପାଦଙ୍କ ବିଷୟରେ କାହିଁକି ଜାଣିବା ଦରକାର? କାହିଁକି ନା ଯଦି ଆମକୁ କୌଣସି ଜିନିଷ ଫ୍ରିରେ ମିଳିଯାଏ, ତ ଆମକୁ ତାର ଆକ୍ଚୁଆଲ ଭ୍ୟାଲ୍ୟୁ ଆମେ ଜାଣିପାରନ୍ତିନି। ଯେମିତି ଆମେ ଭଗବତ ଗୀତା ଯୋଉ ପଢିବା, ତାର ବ୍ୟାଖ୍ୟା ତା ପାଇଁ କେତେ ପ୍ରସ୍ତୁତ ହେଇଥିଲେ, ତାର ପ୍ରଚାର ପାଇଁ ଶ୍ରୀଲ ପ୍ରଭୁପାଦ ତାଙ୍କ ଜୀବନରେ କେତେ ସଂଘର୍ଷ କରିଥିଲେ, କେତେ କଷ୍ଟ କରିଥିଲେ, ତାକୁ ଟିକେ ଆମକୁ ଜାଣିବା ଜରୁରୀ ନା। ତ ଆଜି ଆମକୁ ଭଗବତ ଗୀତା ବହୁତ ଇଜିଲି ମିଳିଯାଉଛି। ଅନଲାଇନ ଆମେ କୋଉଠି ବି ମଗେଇ ପାରିବା ବହି, PDF ଅନଲାଇନ ଡାଉନଲୋଡ କରିପାରିବା। କିନ୍ତୁ ୟା ପଛରେ ପ୍ରଭୁପାଦ କେତେ ସଂଘର୍ଷ କରିଥିଲେ, ତାକୁ ବି ଆମକୁ କିଛି ଜାଣିବା ଦରକାର। ଆମେ ଆଜିକାଲି ଦେଖିପାରୁଥିବା କି ବିଦେଶୀ ଭକ୍ତ ମାନେ ହରେ କୃଷ୍ଣର କୀର୍ତ୍ତନ କରୁଛନ୍ତି, ଭଗବତ ଗୀତାର ପ୍ରଚାର ପ୍ରସାର କରୁଛନ୍ତି, ସନାତନ ସଂସ୍କୃତିର ମଧ୍ୟ ପ୍ରଚାର କରୁଛନ୍ତି। ତ ୟା ପଛରେ କିଏ ଅଛି? ଏଇ ଜିନିଷ ଆମକୁ କିଏ ବି କହୁନାହାନ୍ତି। ଆଜି ଆମେ ଜାଣିବାକୁ ପାଇବା କି ୟା ପଛରେ କିଏ ଅଛନ୍ତି? ଶ୍ରୀଲ ପ୍ରଭୁପାଦ ଅଛନ୍ତି, ଯିଏକି ଇସ୍କନ ବା ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘର ଯେ ସ୍ଥାପନା କରିଛନ୍ତି। ସ୍ୱାମୀ ପ୍ରଭୁପାଦଙ୍କର ଜୟ। ତ ଶ୍ରୀଲ ପ୍ରଭୁପାଦ 1896 ମସିହାରେ କଲିକତାରେ ଜଣେ ବୈଷ୍ଣବ ପରିବାରଙ୍କର ଘରେ ଜନ୍ମ ନେଇଥିଲେ। ତାଙ୍କର ମାତା ପିତା ବହୁତ ଶୁଦ୍ଧ ଭକ୍ତ ଥିଲେ। ତାଙ୍କର ପିତାଙ୍କ ନାଁ ଥିଲା ଶ୍ରୀମାନ ଗୌର ମୋହନ ଦେ। ତ ପ୍ରଭୁପାଦ ଯେତେବେଳେ ବହୁତ ଛୋଟ ଥିଲେ, ତାଙ୍କର ବାପା ନା ତାଙ୍କୁ ଗୋଟେ ଛୋଟିଆ ରଥଟେ କରିକି ଦେଇଥିଲେ। ଛୋଟିଆ ଯେମିତି ପିଲାମାନେ, ଆମେ ଏବେ ଆସନ୍ତା ମାସରେ ରଥଯାତ୍ରା ଅଛି, ଆମେ ଦେଖୁଥିବା ଗଳିରେ ଛୋଟ ଛୋଟ ପିଲାମାନେ ବି ରଥ କରିକି ଟାଣିକି ନଉଛନ୍ତି। ତ ତାଙ୍କ ବାପା ଗୋଟେ ଛୋଟିଆ ରଥଟେ କରିକି ଦେଇଥିଲେ। ତ ପ୍ରଭୁପାଦ ସେଇ ରଥକୁ ନେଇକି ତାଙ୍କର ସାଙ୍ଗସାଥି ମାନଙ୍କ ସହିତ ରଥଯାତ୍ରା କରିଥିଲେ। ତ ପ୍ରଭୁପାଦ ଛୋଟବେଳୁ ହିଁ କଣ ଭକ୍ତିରେ ଲାଗିକି ଥିଲେ। ଯେତେବେଳେ ପ୍ରଭୁପାଦ ଟିକେ ବଡ ହେଲେ, ତ କଣ ନା ସେ ମହାତ୍ମା ଗାନ୍ଧୀଙ୍କ ସହିତ ଆମର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଯୋଗ ଦେଇଥିଲେ। ଆଉ ସେ ସେତେବେଳେ କନଭେଣ୍ଟ ସ୍କୁଲ ଥିଲା, ତ ଇଂଲିଶ ମିଡିୟମ ରେ ପଢୁଥିଲେ। ଆଉ ପ୍ରଭୁପାଦଙ୍କର ଇଂଲିଶ ବହୁତ ଉଚ୍ଚତର ଥିଲା। ସେ ବୋସ୍ ଫାର୍ମାସିରେ ମ୍ୟାନେଜର ରୂପରେ ମଧ୍ୟ ଚାକିରି କରିଥିଲେ। ତାପରେ ତାଙ୍କର ଭେଟ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ମହାରାଜ ତାଙ୍କ ସହିତ ହେଲା, ଯିଏକି ଶ୍ରୀଲ ପ୍ରଭୁପାଦଙ୍କର ଗୁରୁ ହେଲେ। ତ ପ୍ରଭୁପାଦ ତାଙ୍କ ଗୁରୁ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀଙ୍କର ବହୁତ ଲେକ୍ଚର ଶୁଣୁଥିଲେ। ତ ଯେହେତୁ ପ୍ରଭୁପାଦ ବହୁତ ବିଦ୍ୱାନ ଥିଲେ, ତ ତାଙ୍କ ଗୁରୁ ମଧ୍ୟ ବହୁତ ବିଦ୍ୱାନ ଥିଲେ। ସେ ପ୍ରଭୁପାଦଙ୍କୁ କଣ ନିର୍ଦ୍ଦେଶ ଦେଲେ କି ତମେ ତ ବହୁତ ଭଲ ଇଂଲିଶ କହୁଛ, ତମେ ଯାଇକି ପାଶ୍ଚାତ୍ୟ ଦେଶରେ ଇଂରେଜୀ ଭାଷାରେ ଭଗବତ ଗୀତାର ପ୍ରଚାର କର। ତ ପ୍ରଭୁପାଦ
ତାଙ୍କର ଗୁରୁଙ୍କର ଆଦେଶ ପାଳନ କରିକି ଭଗବତ ଗୀତାର ଆଉ କୃଷ୍ଣଙ୍କର ଶିକ୍ଷାର ପ୍ରଚାର କରିବା ପାଇଁ ଆମେରିକା ଯାଇଥିଲେ। ଆଜିକାଲି ଆମେରିକା ଯିବା କେତେ ସହଜ। ଭିସା ଲଗାଅ, ଏମ୍ବାସିକୁ ଯାଅ, ଟିକେଟ କର, ପହଞ୍ଚି ଯାଅ ଭିସା କ୍ଲିୟର ହେଇଗଲେ। କିନ୍ତୁ ସେ ସମୟରେ ଏତେ ସହଜ ନଥିଲା। କାହିଁକି ନା ପ୍ରଭୁପାଦଙ୍କ ପାଖରେ ଏତିକି ଅର୍ଥ ନଥିଲା କି ସେ ଟିକଟର ଖର୍ଚ୍ଚ ବହନ କରିପାରିବେ। ତେଣୁ ଜଣେ ମାତା ତାଙ୍କୁ ହେଲ୍ପ କରିଥିଲେ ଯିବା ପାଇଁ। ତ ପ୍ରଭୁପାଦ ଗୋଟେ ମାଲବାହୀ ଜାହାଜରେ, ଯାହା ନାଁ ହଉଛି ଜଳଦୂତ, ସେ ମାଲବାହୀ ଜାହାଜରେ ଆମେରିକାକୁ ଯାଇଥିଲେ। ପ୍ରାୟ 30 ଦିନ ଲାଗିଥିଲା। ଯାତ୍ରା ସମୟରେ ତାଙ୍କୁ 3 ଥର ହାର୍ଟ ଆଟାକ ବି ଆସିଥିଲା। ତାଙ୍କ ପାଖରେ କିଛି ନଥିଲା ଧନ ସମ୍ପତ୍ତି, କେବଳ $7, ମାନେ ସେ ସମୟରେ 40 ଟଙ୍କା ଧରିକି ଆଉ ଗୋଟେ ଟାଇପ ରାଇଟର ଧରିକି ପ୍ରଭୁପାଦ ଯାଇଥିଲେ ଆମେରିକାକୁ। ଆମେରିକାରେ ତାଙ୍କର ସେ ଗୋଟିଏ ମାତ୍ର ଟାଇପ ରାଇଟର ବି ଚୋରି ହେଇଯାଇଥିଲା। ତଥାପି ସେ ସଂଘର୍ଷ ଜାରି ରଖିଥିଲେ। କାହିଁକି ନା ତାଙ୍କର ଗୁରୁ ମହାରାଜଙ୍କର ଆଦେଶକୁ ଯେମିତି ବି ପାଳନ କରିବେ ଆଉ ଭଗବାନ କୃଷ୍ଣଙ୍କର ଶିକ୍ଷାର ପ୍ରଚାର ପ୍ରସାର କରିବେ। କାହିଁକି ଆମେରିକାକୁ ଯାଇଥିଲେ ନା ଆମେ ଦେଖିବା ଆଜି ବି ସେ ସମୟରେ ଲୋକ ତ କରୁଥିଲେ, ଆଜି ବି ଲୋକ ବିଦେଶୀ ଲୋକମାନଙ୍କର ବେଶୀ ଅନୁକରଣ କରନ୍ତି। ପାଶ୍ଚାତ୍ୟ ଦେଶର ଲୋକ ଯୋଉମାନେ ଫରେନର ମାନେ ଯୋଉଟା କରିବେ ସେଇଟା ଶ୍ରେଷ୍ଠ, ଏହା ଲୋକ ଭାବୁଛନ୍ତି। ତେଣୁ ଯଦି ସେମାନେ ମାନିଯିବେ ଭଗବାନ କୃଷ୍ଣଙ୍କୁ, ତାହେଲେ ଅନ୍ୟ ଲୋକ ବି ମାନିବେ। ଏହା ଭାବିକି ତାଙ୍କର ଗୁରୁ କଣ ପ୍ରଭୁପାଦଙ୍କୁ ଆମେରିକା ପଠେଇଥିଲେ। ଯେତେବେଳେ ପ୍ରଭୁପାଦ ଆମେରିକା ଗଲେ, ସେଇଠି ଯୋଉ ହିପି ଲୋକ, ଯୋଉମାନେ ସମାଜରୁ ବହିଷ୍କୃତ, ଯେତେ ଗୁଡା ସବୁ ଖରାପ କାମ, ଅଭକ୍ଷ୍ୟ ପଦାର୍ଥ ଖାଇବା, ନିଶା କରିବା, ଅବୈଧ ଯୌନାଚାର କରିବା, ଏସବୁ କାର୍ଯ୍ୟରେ ସେମାନେ ଲିପ୍ତ ଥିଲେ। ସେମାନଙ୍କୁ ପ୍ରଭୁପାଦ ଭକ୍ତି ବନେଇଦେଲେ। ଯୋଉମାନେ କି କୃଷ୍ଣ ରାମଙ୍କର ନାଁ ଜାଣିନଥିଲେ, ତାଙ୍କୁ ମଧ୍ୟ ପ୍ରଭୁପାଦ ଭକ୍ତିରେ ଲଗେଇ ଦେଇଥିଲେ। ତ ଏଇଟା ହଉଛି ସେଇ ଜଳଦୂତ ଜାହାଜ, ଯୋଉ ଜାହାଜରେ ପ୍ରଭୁପାଦ ଆମେରିକା ଯାଇକି ଏଠି ଦେଖ ହିପି ଲୋକ ଅଛନ୍ତି, ତାଙ୍କ ମଧ୍ୟରେ କୀର୍ତ୍ତନ କରିକି ତାଙ୍କୁ କଣ ମାନେ ବହିଷ୍କୃତ ସମାଜର ବି ଲୋକ, ଖରାପ କାମରେ ବ୍ୟସ୍ତ, ତାଙ୍କୁ ପୁରା ଭକ୍ତ କରିଥିଲେ। ଆଉ ଏଇ ପ୍ରକାର କଣ ନା 1966 ଜୁଲାଇ 13 ତାରିଖରେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘର ସ୍ଥାପନା ଆମେରିକାର ନ୍ୟୁୟର୍କ ସହରରେ ପ୍ରଭୁପାଦ କରିଥିଲେ। ଦେଖ, ଯୋଉ ଲୋକ କୃଷ୍ଣ ଆଉ ରାମର ନାଁ ଜାଣିନାହାନ୍ତି, ତାଙ୍କୁ ବନେଇବା, ଭକ୍ତ ବନେଇବା କେତେ କଷ୍ଟକର। ଭାରତରେ ଲୋକ କଣ ଆରାମସେ ଜାଣିଛନ୍ତି, ଜନ୍ମରୁ ଆମେ ଜାଣିଛନ୍ତି ନା ନାଇଁ ରାମ କିଏ କୃଷ୍ଣ କିଏ, ପିଲାବେଳୁ ଆମେ ଶୁଣିଛନ୍ତି। ତାଙ୍କୁ କଣ ନା ବନେଇବା ଏତେ କଷ୍ଟ ନାହିଁ, ଭକ୍ତ ନାହିଁ। କିନ୍ତୁ ବିଦେଶୀ ଯୋଉମାନେ କି ଭଗବାନଙ୍କର ନାଁ ହିଁ ଜାଣିନାହାନ୍ତି, ତାଙ୍କୁ ପ୍ରଭୁପାଦ କଣ ନା ଆନ୍ଦୋଳନ କରିକି ଆଉ ତର୍କ ସଙ୍ଗତ, ସେ ଯାହା କହୁଥିଲେ ସବୁ ଶାସ୍ତ୍ର ଅନୁମୋଦନ, ଶାସ୍ତ୍ର ଦ୍ଵାରା ପ୍ରମାଣିତ କରିକି ପ୍ରଭୁପାଦ ତାଙ୍କୁ କଣ ନା ତାଙ୍କର ସବୁ ତର୍କ ଦ୍ଵାରା ତାଙ୍କୁ ବୁଝେଇ ଦଉଥିଲେ କି କୋଉଟା ଠିକ କୋଉଟା ଭୁଲ। ଯିଏ ତାଙ୍କ ସହିତ ତର୍କ କରିବାକୁ, ଯୁକ୍ତି କରିବାକୁ ଆସୁଥିଲା, ପ୍ରଭୁପାଦ ତାଙ୍କୁ କଣ ସବୁ ଭଲ ଭାବେ ଉତ୍ତର ଦେଇ ଦଉଥିଲେ। ଏଇ ପ୍ରକାର କଣ ଏଇ କୃଷ୍ଣ ଭାବନାନ୍ତର ପ୍ରଚାର କରିଥିଲେ। ଏଇପରି ଭାବରେ କଣ କଲେ ନା ପ୍ରଭୁପାଦ ପୁରା ଦୁନିଆ, ପୁରା ପୃଥିବୀ ସାରା ମାତ୍ର 10 ବର୍ଷରେ 108ଟା କେନ୍ଦ୍ର ବା ମନ୍ଦିର ନିର୍ମାଣ କରିଥିଲେ। ୟା ପାଇଁ ପ୍ରଭୁପାଦ 14 ଥର ପୁରା ପୃଥିବୀର ଭ୍ରମଣ କରିଥିଲେ ପ୍ରଭୁପାଦଙ୍କର। ତ ଆମେ ଯୋଉ ଏଇ 18 ଦିନ ଭଗବତ ଗୀତାର ପାଠ୍ୟକ୍ରମ ପଢିବା, ଇଏ ପ୍ରଭୁପାଦଙ୍କର ଭଗବତ ଗୀତା ଆଉ ଭାଗବତର ଶିକ୍ଷାର ଉପରେ ଆଧାରିତ। ଏଇ କୋର୍ସ ଆମେ ଯୋଉ କରୁଛନ୍ତି,
এই କୋର୍ସ ଇସ୍କନ ମାଙ୍ଗାଲୋରର ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ଦ୍ଵାରା କରାଯାଉଛି। ଇଏ ହଉଛନ୍ତି ମନ୍ଦିରର ଡେଇଟି। ଆଉ ଏଇ ମନ୍ଦିରର ପ୍ରେସିଡେଣ୍ଟ ହଉଛନ୍ତି ହିଜ ଗ୍ରେସ୍ ନାମନିଷ୍ଠା ଦାସ ପ୍ରଭୁଜୀ। ପ୍ରଭୁଜୀ ଆଇଆଇଟି କାନପୁରରୁ ବିଟେକ୍ କରିଥିଲେ। ସେ ଗୋଲ୍ଡ ମେଡାଲିଷ୍ଟ। ତାଙ୍କର ଅଧ୍ୟକ୍ଷତାରେ ଏଇ 18 ଦିନିଆ କୋର୍ସକୁ ଆମେ କରୁଛନ୍ତି। ଏଇ କୋର୍ସଟି କରୋନା ସମୟରେ ଆରମ୍ଭ ହେଇଥିଲା କି କେମିତି ଆମେ ଅନଲାଇନ ଭଗବତ ଗୀତାର କୋର୍ସ ଆରମ୍ଭ କରିବା। ଏଇ କୋର୍ସରେ ବର୍ତ୍ତମାନ ପାଖାପାଖି 12.5 ଲକ୍ଷରୁ 13 ଲକ୍ଷ ଲୋକ ଯୋଡି ହେଇଛନ୍ତି। ତ ଆମେ ଯେମିତି ଦେଖିବା, ସେ ହଉଛନ୍ତି ହିଜ ଗ୍ରେସ୍ ନାମନିଷ୍ଠା ଦାସ ପ୍ରଭୁଜୀ। ତାଙ୍କର ଗୁରୁ ହଉଛନ୍ତି ହିଜ ହୋଲିନେସ୍ ଜୟ ପତାକା ସ୍ୱାମୀ ମହାରାଜ। ଆଉ ତାଙ୍କର ଗୁରୁ ହଉଛନ୍ତି ଶ୍ରୀଲ ହିଜ ଡିଭାଇନ ଗ୍ରେସ୍ ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ଶ୍ରୀଲ ପ୍ରଭୁପାଦ। ଏମିତି ଗୁରୁ ପରମ୍ପରା ଏଇଟା। ତ ଯେମିତି ଗୋଟେ ମନକୁ ପ୍ରଶ୍ନ ଆସିଲା କି ଭଗବତ ଗୀତା ତ ବହୁତ ଅଛି ମାର୍କେଟରେ, ଆମେ ଦେଖିବା ବହୁତ ଅନେକ ପ୍ରକାର ଭଗବତ ଗୀତା ଅଛି। ତ ଆମେ ଭଗବତ ଗୀତା ଇସ୍କନର କାହିଁକି ପଢିବା? ଅନ୍ୟ ଭଗବତ ଗୀତା ବି ତ ଅଛି। ତା ପଛରେ କଣ କାରଣ ଅଛି? ନା ତା ପଛରେ ମୁଖ୍ୟ କାରଣ ଏହା ଅଛି କି ଇସ୍କନର ଯୋଉ ଭଗବତ ଗୀତା, ତାର ନାଁ କଣ? ଭଗବତ ଗୀତା ଏଜ୍ ଇଟ୍ ଇଜ୍, ଯଥା ରୂପରେ ଯେମିତି ଥିଲା ସେମିତି। ମାନେ ଯେମିତି ଭଗବାନ ଅର୍ଜୁନଙ୍କୁ ଦେଇଥିଲେ ଉପଦେଶ, ସେଇ ଉପଦେଶ ହିଁ ଅଛି। ୟାକୁ କୁହାଯାଏ କଣ? ଗୁରୁ ପରମ୍ପରା। ଯେମିତି ନା ଭଗବାନ ବ୍ରହ୍ମାଙ୍କୁ କହିଲେ, ବ୍ରହ୍ମା ନାରଦଙ୍କୁ କହିଲେ, ନାରଦ ବେଦବ୍ୟାସଙ୍କୁ କହିଲେ, ବେଦବ୍ୟାସ ସୁଖଦେବ ମୁନିଙ୍କୁ କହିଲେ। ସେମିତି ମାଧବାଚାର୍ଯ୍ୟ ଅଛନ୍ତି, ମାଧବାଚାର୍ଯ୍ୟ ପରେ ସ୍ୱୟଂ ଶ୍ରୀକୃଷ୍ଣ ଚୈତନ୍ୟ ଆସିଛନ୍ତି। ଏବେ ଯଦି ଆମେ ଦେଖିଲେ ଭକ୍ତି ସିଦ୍ଧାନ୍ତ ସ୍ୱାମୀ ମହାରାଜ, ତାପରେ ଶ୍ରୀଲ ପ୍ରଭୁପାଦ। ଏମିତି କଣ ବିନା ବିଖଣ୍ଡିତ ହେଇକି ଗୁରୁ ଶିଷ୍ୟ ପରମ୍ପରାରେ ଆମକୁ ଏଇ ଭଗବତ ଗୀତା ମିଳିଛି। ତେଣୁ ଯେମିତି ଗୋଟେ ଗଛର ପାଚିଲା ଫଳ ଯଦି ସିଧାସଳଖ ଗଛ ତଳକୁ ପଡିଯିବ, ସେଟା ଫାଟିଯିବ। କିନ୍ତୁ ଜଣେ ଯଦି ଡାଳରୁ ଡାଳ ତାକୁ ଧରିକି ଓହ୍ଲେଇବ, ତାହେଲେ ଯେମିତି ସେମିତି। ଠିକ ଏମିତି ଇସ୍କନର ଏଇ ଗୀତା କଣ? ନା ଗୁରୁ ପରମ୍ପରାରୁ ଆସିଛି, ଗୁରୁ ଶିଷ୍ୟ ପରମ୍ପରାରୁ ଆସିଛି। ତେଣୁ ଇଏ କଣ? ନା ବିଲକୁଲ ସଠିକ ରୂପରେ। ତ ଅର୍ଜୁନ ଭଗବତ ଗୀତାରେ କଣ ଅଛି? ନା ଅର୍ଜୁନ ଠିକ ସେ ବୁଝି ପାରିଲେନି କି ଏଇ ସିଚୁଏସନରେ କଣ କରିବି। ତ ଭଗବାନ ଗୋଟେ ପ୍ରକାର ଅର୍ଜୁନକୁ ମୋହିତ କଲେ। କାହିଁକି ନା ଅର୍ଜୁନ ମୋହିତ ହେଲେ ହିଁ ଭଗବତ ଗୀତାର ଯୋଉ ଉପଦେଶ ଅର୍ଜୁନକୁ ଦିଆଯିବ, ଆଉ ଅର୍ଜୁନ ଦ୍ଵାରା ଆମ ପାଖକୁ ଆସିବ। କେମିତି? ଯେମିତି ଆମେ ଦେଖିବା କି ଟିଭିରେ ଯଦି ଦେଖୁଛନ୍ତି କୌଣସି ରାଜନେତା ମାନଙ୍କୁ ଗୋଟେ ଏଙ୍କର ଯଦି ପ୍ରଶ୍ନ ପଚାରୁଛନ୍ତି, ଏଙ୍କର ନିଜର ପର୍ସନାଲ ପ୍ରଶ୍ନ ନାହିଁ, ସେ ପ୍ରଶ୍ନ କାହାର ଥାଉଛି? ନା ଜନତା ମାନଙ୍କର। ଜନତା ପ୍ରଶ୍ନକୁ ଏଙ୍କର ପଚାରୁଛନ୍ତି, ତା ଉତ୍ତର କଣ? ସେଇ ଜନପ୍ରତିନିଧି ଦଉଛନ୍ତି। ଠିକ ସେମିତି ଅଛି, ଅର୍ଜୁନ ଆମ ମାନଙ୍କ ପାଇଁ ପ୍ରଶ୍ନ ପଚାରୁଛନ୍ତି। ଅର୍ଜୁନ ତ ଭଗବାନଙ୍କର ଭକ୍ତ, ସେ କାହିଁକି ମୋହିତ ହେବେ? କିନ୍ତୁ ଭଗବାନ ତାଙ୍କୁ ମୋହିତ କରେଇଲେ, ଯାହା ଦ୍ଵାରା ସେ କଣ କରିବେ? ନା ଭଗବତ ଗୀତାର ଉପଦେଶ ଭଗବାନ ଦେଇଛନ୍ତି। ତ କଣ ହେଲା? ନା ଯେମିତି ଅଧ୍ୟାୟରେ ନା କଣ? ସୈନ୍ୟ ନିରୀକ୍ଷଣ। ସେଥିପାଇଁ କଣ? ନା ଭଗବାନ ନେଇକି ସୈନ୍ୟ ଯୋଉ ଦୁଇ ସେନା କୌରବ ପାଣ୍ଡବ, ତା ମଧ୍ୟରେ କଣ ରଥକୁ ରଖିଲେ। ଆଉ କଣ ହେଲା ସବୁ ଆମେ ଆଗକୁ ଦେଖିବା। ତା ଆଗରୁ ଭଗବତ ଗୀତାର ମହତ୍ଵ ଉପରେ ଆଦି ଶଙ୍କରାଚାର୍ଯ୍ୟ କଣ କହିଛନ୍ତି, ତାକୁ ଥରେ ଆମେ ଦେଖିବା। କଣ କହିଛନ୍ତି ଆଦି ଶଙ୍କରାଚାର୍ଯ୍ୟ? सर्व उपनिषदो गावो दुग्धा गोपाल नंदना पार्थ वत्सा सुधीर्भोक्ता दुग्धम गीता अमृतम महत्। ତ ଯଦି ପ୍ରତ୍ୟେକ ଯେତେ ଗୁଡା ଉପନିଷଦ ଅଛି, ସେ ଯଦି ଗାଇ ହବ, ତାହେଲେ ଗୌଡ଼ କିଏ? ନା ଗୋପାଳ ନନ୍ଦନ ଭଗବାନ କୃଷ୍ଣ। ଆଉ ବାଛୁରୀ କିଏ? ନା ପାର୍ଥ। ପାର୍ଥ କିଏ? ଅର୍ଜୁନ।
ଆଉ ଯୋଉ କ୍ଷୀର, ୟାର କ୍ଷୀର କଣ ଏ ଗାଈର? ନା ଯୋଉ ଭଗବତ ଗୀତାର ଭଗବାଣୀ। ଆଉ ଆକୁ କିଏ ପାନ କରୁଛି? ନା ଭଗବାନଙ୍କର ଭକ୍ତ ମାନେ ଆକୁ ପାନ କରିବାର ସୁଯୋଗ ପାଉଛନ୍ତି। ତେଣୁ ଭଗବତ ଗୀତା କଣ? ବହୁତ ମହାନ। ଭଗବତ ଗୀତା କଣ? ନା 5000 ବର୍ଷ ତଳେ ଭଗବାନ ଆକୁ ଅର୍ଜୁନକୁ ଉପଦେଶ ଦେଇଥିଲେ। ତ 5000 ବର୍ଷ ପୂର୍ବେ ଯେତିକି ଉପଯୋଗୀ ଥିଲା, ଆଜି ବି ଏଇଟା ସେତିକି ଉପଯୋଗୀ। କାହିଁକି ନା ଭଗବତ ଗୀତା ଆମକୁ ଜୀବନ କେମିତି ଆମେ ଜିଇବା ତାହା ଶିଖାଇଥାଏ। ଇଏ ହଉଛି ଆମର ଜୀବନର ମାନୁଆଲ। ଯେମିତି ଆମେ କୌଣସି ଇଲେକ୍ଟ୍ରୋନିକ ଗୁଡ ଯଦି କିଣିକି ଆଣିବେ, ତାକୁ କେମିତି ବ୍ୟବହାର କରିବା, ତା ସହିତ ଗୋଟେ ବୁକଲେଟ ଆସିଥାଏ, ମାନୁଆଲ ଆସିଥାଏ। ତ ଠିକ ସେମିତି ଆମେ ଜୀବନକୁ କେମିତି ଜିଇବା ତାର ମାନୁଆଲ ହଉଛି କଣ? ଏଇ ଭଗବତ ଗୀତା। ତ ଭଗବତ ଗୀତା ଆମକୁ କଣ କହୁଛି? ଆମ ପାଇଁ ଶ୍ରେଷ୍ଠ ପ୍ରେୟସ କଣ ଆଉ ଶ୍ରେଷ୍ଠ ପ୍ରେୟସ କଣ? ପ୍ରେୟସ କଣ? ଯୋଉଟା ଆମକୁ ସାଙ୍ଗେ ସାଙ୍ଗେ ଭଲ ଲାଗେ। ଯେମିତି କି ପିଲାମାନଙ୍କୁ ଚକୋଲେଟ ବହୁତ ପସନ୍ଦ, କିନ୍ତୁ ଆଗକୁ ଯାଇକି ସେ ଚକୋଲେଟ କଣ କରେ? ତାଙ୍କର ଦାନ୍ତ ଖରାପ କରିଦିଏ, হয় କି ନାଇଁ? କିନ୍ତୁ ଶ୍ରେୟସ କଣ? ନା ଯୋଉଟା ଆମର ପୁରା ଜୀବନ ପାଇଁ ସବୁବେଳେ ଶ୍ରେଷ୍ଠ ଥାଏ। ଇଏ ଆମକୁ ଭଗବତ ଗୀତା ଶିଖାଇଛି। ହଉ, ଭଗବତ ଗୀତାର ପ୍ରଥମ ଅଧ୍ୟାୟ ଆରମ୍ଭ କରିବା। କଣ ଏହାର ନା? হরে কৃষ্ণ। हरे कृष्ण प्रभु जी। हरे कृष्ण। हरे ଆଜ୍ଞା कृष्ण प्रभु जी। आवाज ଶୁଭୁଛି आସୁଛି? ପ୍ରଭୁ जी। ଆସୁଛି ହଁ ଆସୁଛି ଆଜ୍ଞା ପ୍ରଭୁଜୀ। ପ୍ରଭୁ जी ଆସୁଛି। ଠିକ ଅଛି, ଠିକ ଅଛି। ତ ଆମେ ଆରମ୍ଭ କରିବା। ତ ଆମେ ଏଠି ଦେଖିବା, ଗୋଟିଏ ସେମ ସିନରେ ଅଲଗା ଅଲଗା ରିଆକ୍ସନ ବା ଅଲଗା ଅଲଗା ପ୍ରତିକ୍ରିୟା କେମିତି କଣ କଣ ଆସୁଛି। ସେଇ ଯୁଦ୍ଧ କ୍ଷେତ୍ର ଅଛି, ସେଇ ସେନା ମାନେ ଅଛନ୍ତି, କିନ୍ତୁ କିଏ କୋଉ ପ୍ରକାର ତାକୁ ଦେଖୁଛି। ଯେମିତି ଆମେ ଏଠି ଦେଖିବା କଣ? ନା ଏଇଠି ଅଛନ୍ତି କିଏ? ଧୃତରାଷ୍ଟ୍ର। ସିଏ ବି ଦେଖୁଛନ୍ତି କଣ? ନା ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ। ସେ କଣ? ନା ରାଜା ହେଇପାରିଲେନି, ସେ ତାଙ୍କ ପୁଅକୁ ରାଜା କରିବାକୁ ଚାହୁଁଥିଲେ। ତ ବେଦବ୍ୟାସ ଆସିକି ତାଙ୍କର ମନ୍ତ୍ରୀ କିଏ? ନା ସଞ୍ଜୟକୁ କଣ କଲେ? ନା ଦିବ୍ୟ ଦୃଷ୍ଟି ଦେଲେ, ଯାହା ଦ୍ଵାରା ସେ ଯୋଉ ଯୁଦ୍ଧ କ୍ଷେତ୍ରର ସବୁ ସିଧାସଳଖ କଣ? ନା ପ୍ରସଙ୍ଗ ଧୃତରାଷ୍ଟ୍ର କହିବେ। ତ ସେ ଯୁଦ୍ଧ କ୍ଷେତ୍ରର ପ୍ରସଙ୍ଗ ଧୃତରାଷ୍ଟ୍ର ଦେଖୁଛନ୍ତି, ଅର୍ଜୁନ ଦେଖୁଛନ୍ତି ଦୁଇ ସେନାଙ୍କୁ, ଆଉ ଦୁର୍ଯ୍ୟୋଧନ ବି ଦେଖୁଛି। ତ ତିନି ଜଣଙ୍କ ଭିତରେ କଣ କଣ ଫରକ, ଆମେ ଏସବୁ ବି ଏଥିରେ ଆଲୋଚନା କରିବା। ଠିକ ଅଛି। ତ ଆମେ କଣ ଦେଖିବା? ନା ୟା ଆଗରୁ ଗୋଟେ ଛୋଟିଆ ଜିନିଷ ଆଉ ଆମେ ଚର୍ଚ୍ଚା କରିବାକୁ ଚାହିଁବା। ନା ଭଗବତ ଗୀତା ଆମ ଜୀବନ ପାଇଁ କଣ ପାଇଁ ଜରୁରୀ? ନା ଯେମିତି ଆମକୁ ମନୁଷ୍ୟ ଜୀବନ ମିଳିଛି, ତ ମନୁଷ୍ୟ ଜୀବନକୁ 84 ଲକ୍ଷ ଜମିରେ ସବୁଠୁ ଶ୍ରେଷ୍ଠ କୁହାଯାଉଛି। ତ ୟାର ସଦୁପଯୋଗ ଆମେ କିପରି କରିବା? ଭକ୍ତି କଣ ପାଇଁ କରିବା? ଏସବୁ ଆମ ମହାଭାରତର ଗୋଟେ ବହୁତ ଶ୍ରେଷ୍ଠ ଶ୍ଲୋକ ଅଛି। କଣ? ନା ଆହାର ନିଦ୍ରା ଭୟମୈଥୁନଂ ଚ ସାମାନ୍ୟ ଏତଂ ପଶୁଭି ନରାଣାମ୍ ଧର୍ମ ହି ତେଷାମ୍ ଅଧିକ ବିଶେଷୋ ଧର୍ମେଣ ହି ନା ପଶୁଭି ସମାନା। ନା ଯୋଉ ଆହାର ନିଦ୍ରା ଭୟ ମୈଥୁନ, ଏ ଚାରିଟା ଆମେ ବି କରୁଛନ୍ତି, ପଶୁ ବି କରୁଛନ୍ତି। ଆହାର ମାନେ ଖାଇବା, ନିଦ୍ରା ମାନେ ଶୋଇବା, ଭୟ ମାନେ ନିଜକୁ ରକ୍ଷା କରିବା, ମୈଥୁନ ମାନେ ସନ୍ତାନ ଜନ୍ମ କରିବା। ତ ଆମେ କଣ ପାଇଁ ଅଲଗା? ନା ଆମେ ଭକ୍ତି କରିପାରିବା। ଯଦି ଜଣେ ଭକ୍ତି କରୁନି,
ତାହେଲେ ତାର ଜୀବନ ବ୍ୟର୍ଥ। ସୁନ୍ଦର ମୋବାଇଲଟେ ରଖୁଛନ୍ତି ଆଇଫୋନ ର ୟୁଜ ତାର କଣ କରୁଛନ୍ତି ପେଟ୍ରୋଲ ଭଳିଆ। ଠିକ ଅଛି। ତେଣୁ ଆମେ ଏଇଠୁ ଶିଖିବା କି କେମିତି ଆମେ ଜୀବନର କଣ ୟୁଜ କରିବା। ଠିକ ଅଛି। ତ ପ୍ରଥମ ଶ୍ଲୋକରୁ ଆମେ ଆରମ୍ଭ କରିବା। ପ୍ରଥମ ଶ୍ଲୋକ କଣ? ଭଗବତ ଗୀତାରେ ଆରମ୍ଭ କିଏ କରିଛନ୍ତି ନା ଧୃତରାଷ୍ଟ୍ର। କଣ କହୁଛନ୍ତି ଧୃତରାଷ୍ଟ୍ର? ଧୃତରାଷ୍ଟ୍ର ଉବାଚ ଧର୍ମ କ୍ଷେତ୍रे कुरुक्षेत्रे समवेतायुयुत्सवः मामकाः पाण्डवाश्चैव किमकुर्वत ସଞ୍ଜୟ। ତ କଣ କହିଲେ ନା ପ୍ରଥମ ଶ୍ଲୋକରେ ହିଁ ଧୃତରାଷ୍ଟ୍ର କଣ ପଚାରୁଛନ୍ତି ନା ହେ ସଞ୍ଜୟ, ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଯୁଦ୍ଧ ପାଇଁ ଏକତ୍ର ହେଇଥିବା ଇଚ୍ଛା ନେଇକି ମୋର ପୁଅ ଆଉ ପାଣ୍ଡୁ ପୁଅ ଏମାନେ ସବୁ କଣ କରୁଛନ୍ତି? ତ ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ। ଜନ୍ମରୁ ଅନ୍ଧ ଥିବାରୁ କଣ ସେ ରାଜା ହେଇପାରିଲେନି। ତେଣୁ ସେ କଣ ଚାହୁଁଛନ୍ତି କି ମୁଁ ତ ରାଜା ହେଇପାରିଲିନି, କମ ସେ କମ ମୋର ପୁଅ ତ ରାଜା ହଉ। ସେଇଥିପାଇଁ ସେ କଣ ନା ନିଜ ପିଲାମାନଙ୍କୁ କଣ କହୁଛନ୍ତି କୌରବ ଆଉ ପାଣ୍ଡବର ପୁତ୍ରକୁ କଣ କହୁଛନ୍ତି ସେମାନେ ହଉଛନ୍ତି ଏମାନେ ମୋ ପୁତ୍ର, ସେମାନେ ହଉଛନ୍ତି ପାଣ୍ଡବ। କିନ୍ତୁ ସେ ହଉଛନ୍ତି ଦି ଜଣ କଣ ଗୋଟେ ପରିବାରରେ ନିଜ ଭାଇ ରହି ପୁଅ, କିନ୍ତୁ ଦି ଜଣ ଭିତରେ ସେ କଣ ନା ଭେଦଭାବ ଦେଖୁଛି। ସେଥିପାଇଁ କଣ ନା ପାଣ୍ଡବ ମାନଙ୍କୁ ମାରିବା ପାଇଁ ବହୁତ ପ୍ରକାର ଉପାୟ କରାଯାଇଥିଲା। ତାଙ୍କୁ କଣ ଜଳିକି ମାରିବାକୁ ଚାହାଗଲା ଲକ୍ଷା ଗୃହରେ। ଆଉ କଣ ଜୁଆ ଖେଳରେ ହରିକି ବନବାସ ପଠେଇଦେଲେ, ତାଙ୍କର ରାଜ୍ୟ ନେଇଗଲେ। ଭଗବାନ ଯେତେବେଳେ ଶାନ୍ତି ଦୂତ ହେଇ ଗଲେ କି ନାଇଁ କେବଳ 5ଟା ଗାଁ ଦେଇଦିଅ, ସେ ସମୟରେ ଦୁର୍ଯ୍ୟୋଧନ କଣ କହିଲା ନା ମୁଁ ଛୁଞ୍ଚିର ଅଗ୍ରଭାଗରେ ଯେତିକି ମଧ୍ୟ ଜାଗା ଦେବି ନାହିଁ। ସେଇଥିପାଇଁ ଯୁଦ୍ଧ ଆରମ୍ଭ ହେଲା। ଆଉ ଏଇ ଯୁଦ୍ଧର କଣ ଯାହା କିଛି ସବୁ ବୃତ୍ତାନ୍ତ ସଞ୍ଜୟ ଯେ ଧୃତରାଷ୍ଟ୍ରର ସାରଥୀ ବେଦବ୍ୟାସଙ୍କର କୃପାରେ କଣ ନା ଦିବ୍ୟ ଦୃଷ୍ଟି ପାଇକି ସିଧା ସଳଖ ଯୁଦ୍ଧର ବିବରଣ ଧୃତରାଷ୍ଟ୍ରଙ୍କୁ କହୁଛି। ଏଇ ଶ୍ଲୋକରେ ଆମେ କଣ ଦେଖୁଛନ୍ତି ନା ଧୃତରାଷ୍ଟ୍ର କଣ କହୁଛନ୍ତି ନା ମୁଁ ଆଉ ମୋର। ଆଜିକାଲି ଏଇ ଜିନିଷ ସବୁଠୁ ଅଧିକ ସମସ୍ତେ କେବଳ ଧୃତରାଷ୍ଟ୍ର ନୁହେଁ, ସମସ୍ତେ ନିଜ ପରିବାରକୁ ଆଗ ଚାହୁଁଛନ୍ତି, ନିଜ ପୁତ୍ରକୁ ଆଗ ଚାହୁଁଛନ୍ତି, ପୁତ୍ର ମୁହଁରେ ବନ୍ଧା ହେଇଥାଉଛି। ତେଣୁ ମୁଁ ଆଉ ମୋର, ମୁଁ ହିଁ ସବୁଠୁ ଭଲ ଆଉ ସବୁ ଜିନିଷ ମୋର, ଏଇଆ ହଉଛି ବର୍ତ୍ତମାନ ସବୁ ଗଡବଡିର କାରଣ। ଦିଟା କଣ ଦ୍ଵିତୀୟ ନମ୍ବର କଣ ଧୃତରାଷ୍ଟ୍ର ଏଠି ଡରି ଯାଇଛନ୍ତି, ଭୟଭୀତ ହେଇଛନ୍ତି। କାହିଁକି ନା ସେ ଭୁଲ କାମ କରିଛନ୍ତି। ଯୁଦ୍ଧର ନାଁ କଣ ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ, ତ ଧର୍ମ କ୍ଷେତ୍ରରେ ଏ ଯୁଦ୍ଧ ଲଢା ଯାଉଛି। ଧର୍ମ କ୍ଷେତ୍ର ମାନେ ପବିତ୍ର ଭୂମି। ଆଉ ସ୍ଵୟଂ ଭଗବାନ ପାଣ୍ଡବ ମାନଙ୍କ ପକ୍ଷରେ ଅଛନ୍ତି। ତ ଯୋଉଠି ଧର୍ମ କ୍ଷେତ୍ରରେ ଯୁଦ୍ଧ ହଉଛି ଆଉ ଭଗବାନଙ୍କର ଅଧ୍ୟକ୍ଷତାରେ ହଉଛି ତ କଣ ହବ? ସେଇଠି ଯୋଉମାନେ ଅଧର୍ମୀ ନିଶ୍ଚିତ ତାଙ୍କର ନାଶ ହବ। ତେଣୁ ଏଇଠି ଧୃତରାଷ୍ଟ୍ର ଭୟ ବି କରୁଛନ୍ତି। ଯେମିତି ଦେଖ ଧର୍ମ କ୍ଷେତ୍ର, ଦେଖ ଯେମିତି କ୍ଷୀର, କ୍ଷୀରରୁ କଣ ହେଲା ଛେନା, ତ କ୍ଷୀରର ହିଁ ଉପାଦାନ ହଉଛି ଛେନା। ଛେନାରୁ ଆମେ କଣ କରିବା ମିଠା ତିଆରି କରିବା, ଠିକ କି ନାଇଁ? ତ ସେମିତି ଧୃତରାଷ୍ଟ୍ରଙ୍କର ପରିବାର ପାଣ୍ଡବ ମାନଙ୍କର ପରିବାର କଣ ଗୋଟେ ପରିବାର, ଅଲଗା ତ ନାହାନ୍ତି। ଜଣଙ୍କର ଭାଇ ସେ ଆଉ ଜଣଙ୍କ ଭାଇର ପୁଅ, କିନ୍ତୁ ତା ଭିତରେ ମଧ୍ୟ କଣ କେତେ ଫରକ ଦେଖୁଛନ୍ତି କିଏ ଧୃତରାଷ୍ଟ୍ର। ଏଇଟା ହେଲା ଆଙ୍କର ଦୃଷ୍ଟି। ଏବେ ତାପରେ ଆସିବ ଦୁର୍ଯ୍ୟୋଧନ, ତାର ଦୃଷ୍ଟି କଣ, ସେ କଣ କହୁଛନ୍ତି ଏଠି पश्यतां पाण्डुपुत्राणाम् आचार्य महतां चुमुं व्यूढां द्रुपदपुत्रेण तव शिष्येण धीमता। ତ ଆମେ ଧୃତରାଷ୍ଟ୍ରର ମାନସିକତା ଦେଖିଦେଲେ। ଏବେ ତାଙ୍କର ପୁଅ କଣ ନା ଦୁର୍ଯ୍ୟୋଧନର କଣ ମାନସିକତା, ସିଏ କଣ ଚିନ୍ତା କରୁଛନ୍ତି ସେଇଟା ଦେଖିବା। ତ ଦୁର୍ଯ୍ୟୋଧନ ଗୁରୁ ଦ୍ରୋଣ
ଯେ ସେ ସମୟରେ କୌରବଙ୍କର ମୁଖ୍ୟ ସେନାପତି ବା ପ୍ରଧାନ ସେନାପତି ଥିଲେ, ତାଙ୍କ ପାଖକୁ ଯାଇକି ତାଙ୍କୁ କଣ କରୁଛନ୍ତି ନା ଯୁଦ୍ଧ କରିବା ପାଇଁ ଉକସାଉଛନ୍ତି, ତମେ ଆହୁରି ଯୁଦ୍ଧ କର। କଣ କହି କହୁଛନ୍ତି ନା ଅର୍ଜୁନ ହଉଛି ତମର ପ୍ରିୟ ଶିଷ୍ୟ, ତ ତା ସହିତ ତମେ ନରମୀ ଭାବରେ ପେଶ ଆସିବନି। ଆଉ କଣ କହୁଛନ୍ତି, ବ୍ୟୁଢାମ ଦ୍ରୁପଦ ପୁତ୍ରେଣ, ଦ୍ରୁପଦ ରାଜାର ପୁତ୍ର ଦୃଷ୍ଟଦ୍ୟୁମ୍ନ ସେ କେମିତି ଦେଖ ଭଲ ଭାବେ କଣ ନା ସୈନ୍ୟମାନଙ୍କୁ ପରିଚାଳନା କରୁଛି। ତ କାହିଁକି ସେ ଦ୍ରୁପଦ ପୁତ୍ର ଦୃଷ୍ଟଦ୍ୟୁମ୍ନ ବିଷୟରେ କହୁଛନ୍ତି ତାହା ଆମେ ଜାଣିବା। ନା ରାଜା ଦ୍ରୁପଦ ଆଉ ଗୁରୁ ଦ୍ରୋଣାଚାର୍ଯ୍ୟ ଭଲ ବନ୍ଧୁ ଥିଲେ, କିଛି କାରଣ ଯୋଗୁ ତାଙ୍କ ଭିତରେ ଶତ୍ରୁତା ଉତ୍ପନ୍ନ ହେଇଗଲା। ତ ଦ୍ରୋଣାଚାର୍ଯ୍ୟକୁ ମାରିବା ପାଇଁ ଯଜ୍ଞରୁ ଦୃଷ୍ଟଦ୍ୟୁମ୍ନର ଜନ୍ମ ହେଇଛି। କିନ୍ତୁ ଯେତେବେଳେ ଦୃଷ୍ଟଦ୍ୟୁମ୍ନ ଶସ୍ତ୍ର ଶିକ୍ଷା ପାଇଁ ଆସିଥିଲେ ଦ୍ରୋଣାଚାର୍ଯ୍ୟ ପାଖକୁ, ସେ ତାକୁ ଶସ୍ତ୍ର ଶିଖେଇଥିଲେ, କାହିଁକିନା ସେ ଉଦାର ଥିଲେ। ତ ସେଇଥିପାଇଁ କଣ ନା ଦୁର୍ଯ୍ୟୋଧନ କହୁଛନ୍ତି, ଦେଖ ଦୃଷ୍ଟଦ୍ୟୁମ୍ନକୁ ତମେ ଶସ୍ତ୍ର ଶିଖେଇଥିଲ, ତମ ଶିଷ୍ୟ ଅର୍ଜୁନ ଦେଖ ଆସିକି ସେମାନେ କେତେ ସୈନ୍ୟକୁ ସଜେଇକି ରଖିଛନ୍ତି, ତମେ ତାଙ୍କ ସହିତ କଣ ନା ଠିକ ସେ ଯୁଦ୍ଧ କର। ତ ତାଙ୍କୁ ଗୁରୁଙ୍କୁ କଣ ତାଙ୍କର କମଜୋରି କହିବାକୁ ଆସିଛି। ତ ଆମେ ଦେଖିବା ଗୋଟେ ଜାଗାରେ ଅର୍ଜୁନ କଣ କରୁଛନ୍ତି ନା ପ୍ରଥମେ ଧୃତରାଷ୍ଟ୍ର କଣ କଲେ ନା ଅଲଗା ଅଲଗା ଭାବିଲେ, ଏବେ ଦୁର୍ଯ୍ୟୋଧନ କଣ ବିପକ୍ଷରେ ସମସ୍ତଙ୍କୁ ଭଡକଉଛନ୍ତି, ତମେ ଯାଇକି ଯୁଦ୍ଧ କର ବୋଲି। ତାପରେ କଣ ହେଲା ନା ସମସ୍ତଙ୍କ ପାଖକୁ ଯାଇକି କଣ ଜଣକୁ ଜଣକୁ କହିଲେ। ଦୁର୍ଯ୍ୟୋଧନ ସମସ୍ତଙ୍କ ପାଖକୁ ଯାଇ କହୁଛନ୍ତି ତମେ ଯୁଦ୍ଧ କର। ଆଉ ଏସବୁ କଲା ଭିତରେ କଣ ନା ଭୀଷ୍ମ କଣ କଲେ ନା ଜୋରଦାରିଆ ଗୋଟେ ଶଙ୍ଖ ବଜେଇଲେ। ତ ଭୀଷ୍ମ ଯେତେବେଳେ ଶଙ୍ଖ ବଜେଇଲେ ତ କଣ ହେଲା, ସେ ଶଙ୍ଖ ଧ୍ୱନିରେ ପାଣ୍ଡବ ମାନଙ୍କର କୌଣସି ଫରକ ପଡିଲା ନାହିଁ। ଯେତେବେଳେ ଭୀଷ୍ମ ଶଙ୍ଖ ବଜେଇଲେ ତାପରେ କଣ ହେଲା, କୃଷ୍ଣ ଆଉ ଅର୍ଜୁନ ମଧ୍ୟ ଶଙ୍ଖ ବଜେଇଲେ। ତ କଣ ହେଲା ତା ଦ୍ଵାରା, କୃଷ୍ଣ ଅର୍ଜୁନ ସହିତ ପାଣ୍ଡବ ମାନଙ୍କର ପ୍ରତ୍ୟେକ ଯୋଦ୍ଧା ସେମାନେ ବି ଶଙ୍ଖ ବଜେଇଲେ। ୟା ଦ୍ଵାରା କଣ ହେଲା, ସଘୋଷ ଧାର୍ତ ରାଷ୍ଟ୍ରାଣାମ୍ ହୃଦୟାନି ବ୍ୟଧାରୟତ୍ ନଭଶ୍ଚ ପୃଥିବୀಂ ଚୈବ ତୁମୁଲବ୍ୟ ଅନୁନାଦୟନ୍। ନା ଏ ଯୋଉ ଶଙ୍ଖନାଦ କଲେ, ୟା ଦ୍ଵାରା କଣ ହେଲା ନା ୟାର ଏତେ ଜୋର ଆବାଜରେ ଯୋଉ କୌରବ ମାନେ ଥିଲେ ଧୃତରାଷ୍ଟ୍ରଙ୍କର ପୁତ୍ର, ତାଙ୍କର ମନ ସବୁ ବିଚଳିତ ହେଇଗଲା। ତ କୃଷ୍ଣ ଅର୍ଜୁନ ପାଣ୍ଡବ ୟାଙ୍କର ଶବ୍ଦ ଶଙ୍ଖ ଶବ୍ଦ ଏତେ ଜୋର ଥିଲା ଯେ ୟା ଦ୍ଵାରା କୌରବ ମାନେ ଡରିଗଲେ। କଣ ପାଇଁ ଡରିଲେ, କାହିଁକି ନା ମାନେ ଭଗବାନଙ୍କର ଶରଣାଗତି ନଥିଲେ। ୟା ଦ୍ଵାରା କଣ ନା ଆମେ ଆଗକୁ ଦେଖିବା କଣ ହଉଛି ୟା ଦ୍ଵାରା, ନା କଣ ହେଲା ନା ୟାର ସଂକେତ ଗୋଟେ ମିଳିଲା ଯେ ପାଣ୍ଡବ ମାନେ ନିଶ୍ଚିତ ଯୁଦ୍ଧ ଜିତି ପାରିବେ। କଣ ପାଇଁ ନା ଯୋଉ ଏତେ ଜୋର ଶଙ୍ଖର ଆବାଜରେ କଣ ହେଲା ନା ପାଣ୍ଡବ ମାନଙ୍କର ତ କିଛି ହେଲାନି, କିନ୍ତୁ କୌରବ ମାନଙ୍କର ହୃଦୟ ବିଚଳିତ ହେଇଯାଇଥିଲା। ଆଉ କଣ କଣ ସଂକେତ ସବୁ ଦେଖାଗଲା ପାଣ୍ଡବ ମାନେ ଜିତିବାର? ପ୍ରଥମ କଣ ନା ଏଇ ଯୁଦ୍ଧ କୋଉଠି ହଉଥିଲା, ଧର୍ମ କ୍ଷେତ୍ର। ତ ଧର୍ମ କ୍ଷେତ୍ରରେ କେବଳ ଧର୍ମର ବିଜୟ ହୁଏ। ଧର୍ମ କୋଉଠି ଅଛି, ଯୋଉଠି ଭଗବାନ ଶ୍ରୀକୃଷ୍ଣ ଅଛନ୍ତି। ତେଣୁ ପ୍ରଥମ ଲକ୍ଷଣ କି ଭଗବାନ ଅଛନ୍ତି, ଧର୍ମ କ୍ଷେତ୍ରରେ ଯୁଦ୍ଧ ହଉଛି, ତେଣୁ ପାଣ୍ଡବ ମାନେ ଜିତିବେ। ଦ୍ଵିତୀୟ ଲକ୍ଷଣ କଣ ନା ଅର୍ଜୁନଙ୍କୁ ଯୋଉ ରଥ ମିଳିଥିଲା, ସେ ରଥ ହଉଛି କଣ ଦିବ୍ୟ ରଥ, ତାକୁ ଅଗ୍ନିଦେବ ଦେଇଥିଲେ। ତାପରେ କଣ ନା ଅର୍ଜୁନଙ୍କର ରଥରେ ଯୋଉ ପତାକା ଲାଗିଥିଲା ସେଥିରେ କଣ କପିଧ୍ୱଜ, ମାନେ କାହାର ଚିତ୍ର ଅଙ୍କିତ ଅଛି ନା ହନୁମାନଙ୍କର। ହନୁମାନ ନିଜେ
ଶ୍ରୀ ରାମଚନ୍ଦ୍ରଙ୍କର ଯେତେବେଳେ ରାବଣ ସହିତ ଯୁଦ୍ଧ ହେଇଥିଲା ସେଥିରେ ସହାୟତା କରିଥିଲେ ଆଉ ବିଜୟ ହାସଲ କରିଥିଲେ। ତେଣୁ ଇଏ ବି ଗୋଟିଏ ଲକ୍ଷଣ କଣ କି ଯୋଉଠି ହନୁମାନ ଅଛନ୍ତି ନିଶ୍ଚିତ ସେଠି ଯୁଦ୍ଧ। ଆଉ କଣ ଅର୍ଜୁନ ପାଖରେ ଯୋଉ ଧନୁ ଅଛି ସେ ଅସ୍ତ୍ର କଣ ତା ନାଁ ହଉଛି ଗାଣ୍ଡୀବ। ୟାକୁ ମଧ୍ୟ କିଏ ନା ଅଗ୍ନିଦେବ ଅର୍ଜୁନଙ୍କୁ ପ୍ରଶ୍ନ ଦେଇଥିଲେ। ଆଉ ତୁଣୀର ଅକ୍ଷୟ ତୁଣୀର ଯାହାର ଯୋଉଥିରେ କେବେ ସରେ ନାହିଁ। ଆଉ ଗୋଟେ କଣ ନା ଯୋଉ ଦିନ ଏଇ ମହାଭାରତ ଯୁଦ୍ଧ ହେଲା ସେଦିନ ଏକାଦଶୀ ଥିଲା। କୋଉ ଏକାଦଶୀ? ମୋକ୍ଷଦା ଏକାଦଶୀ। ତେଣୁ ଏହା ଶୁଭ ଦିନ। ନିଶ୍ଚିତ ରୂପରେ ଅର୍ଜୁନ ଜିତିବେ। ଆଉ କିଏ ନା ଭଗବାନ। ଭଗବାନଙ୍କର ଗୋଟେ ନାଁ ହଉଛି କଣ? ଋଷିକେଶ। ଋଷିକେଶର ଅର୍ଥ ଯିଏ ସମସ୍ତଙ୍କର ଇନ୍ଦ୍ରିୟଙ୍କର ସ୍ୱାମୀ। ଆମେ ଯେମିତି ଆମର ଯୋଉ ଇନ୍ଦ୍ରିୟ ଅଛି ତାର ସ୍ୱାମୀ ଯାହା ଇଚ୍ଛା ହେଲା ସେୟା କରୁଛନ୍ତି। କିନ୍ତୁ ଭଗବାନ ହଉଛନ୍ତି ଯେତେ ଇନ୍ଦ୍ରିୟ ଆମ ଇନ୍ଦ୍ରିୟ ମାନଙ୍କର। ଯେମିତି ଆମେ ଘରେ ଲାଇଟ କୁ ଅନ୍ ଅଫ୍ କରିବା ଗୋଟେ ସୁଇଚ ରେ ତ ଆମେ ସୁଇଚ ଦ୍ଵାରା ଅନ୍ ଅଫ୍ କରିଦଉଛନ୍ତି। କିନ୍ତୁ ଯଦି ପାୱାର ହାଉସ ରୁ ଯୋଉଠି ଇଲେକ୍ଟ୍ରିସିଟି ଜେନେରେଟ ହଉଛି ସେଇଠୁ ଯଦି ଲାଇଟ ପଳେଇବ ଆମେ ଅନ୍ ଅଫ୍ କଲେ ହବ କି? ତ ଭଗବାନ ସେମିତି ହଉଛନ୍ତି ଋଷିକେଶ ମେନ୍ ପାୱାର। ଆଉ ଗୋଟେ କଣ ଭଗବାନ କଣ ଭାଗ୍ୟ ଲକ୍ଷ୍ମୀ ବା ଭଗବାନ କଣ ମାଧବ କୁହାଯାଉଛି। ଲକ୍ଷ୍ମୀ ଭାଗ୍ୟ ଲକ୍ଷ୍ମୀ କିଏ? ଭଗବାନଙ୍କର ପତ୍ନୀ ଭଗବାନଙ୍କର ଦାସୀ। ଭଗବାନ ସହିତ ସବୁବେଳେ ରୁହନ୍ତି। ମାଧବ ଯିଏ ଲକ୍ଷ୍ମୀପତି। ତ ଯୋଉଠି ଭଗବାନ ରହିବେ ସେଇଠି ତ କଣ ମାତା ଲକ୍ଷ୍ମୀ ରହିବେ। ଭାଗ୍ୟ ସେଇଠି ରହିବେ। ଅର୍ଜୁନ ଜିତିବେ। ଆଉ କଣ ନା ଯେତେବେଳେ ଯୋଉ ସୈନ୍ୟ ନିରୀକ୍ଷଣ ବା ସୈନ୍ୟ ବିଷୟରେ କହୁଥିଲେ ସେଇ ସମୟରେ ଦୁର୍ଯ୍ୟୋଧନ କଣ କହିବେ ନା ପିତାମହଙ୍କୁ କି ଏଇ ସବୁ ଯୋଉ ଯୁଦ୍ଧ ପାଇଁ ଆସିଛନ୍ତି ବୀର ବୀର ମହାନ ଯୋଦ୍ଧା ମାନେ ତାଙ୍କର ଜୀବନକୁ ପରିତ୍ୟାଗ କରିକି ଆସିଛନ୍ତି। ମାନେ ତ୍ୟକ୍ତ ଜୀବିତା। ତେଣୁ ସେ ଆରମ୍ଭରୁ କହିଲେ କି ସମସ୍ତେ କଣ ନିଜ ଜୀବନକୁ ହାରିଦେବେ ଏଇଠି ସମସ୍ତେ ମରିଯିବେ। ତେଣୁ ଏଇ ସବୁ ଲକ୍ଷଣ ଦ୍ଵାରା ଜଣା ପଡୁଛି ନିଶ୍ଚିତ ଅର୍ଜୁନ ଜିତିବେ। କିନ୍ତୁ ତଥାପି ଅର୍ଜୁନ ଯୁଦ୍ଧ କରିବାକୁ ଚାହୁଁ ନାହାନ୍ତି। କଣ ପାଇଁ? ନା ଅର୍ଜୁନ କଣ ପାଇଁ ଯୁଦ୍ଧ କରିବାକୁ ଚାହୁଁନଥିଲେ ଆମେ ଦେଖିବା ଆଗକୁ। ନା ଯେତେବେଳେ ଆମେ ଦେଖିଲେ ଯେ ଏସବୁ ଲକ୍ଷଣ ଅଛି ତ କଣ ହେଲା ନା ସେ ସମୟରେ ଯେମିତି ଅଧ୍ୟାୟରେ ନା କଣ ନା ସୈନ୍ୟ ନିରୀକ୍ଷଣ। ତ ଅର୍ଜୁନ କଣ କହିଲେ ଭଗବାନଙ୍କୁ କି ହେ ଭଗବାନ ହେ ଅଚ୍ୟୁତ କଣ କର ନା ମୋର ଯୋଉ ରଥକୁ ନେଇକି ଦୁଇ ସେନା ମଧ୍ୟରେ ରଖିଦିଅ। ମୁଁ ଥରେ ଦେଖିବାକୁ ଚାହୁଁଛି କୋଉ କୋଉ ମାନେ ବୀର ଯୋଦ୍ଧା ମାନେ ମୋ ସହିତ ଯୁଦ୍ଧ କରିବାକୁ ଆସିଛନ୍ତି। ତ ଭଗବାନଙ୍କୁ ଅର୍ଜୁନ ଅଚ୍ୟୁତ କହିକି ସମ୍ବୋଧନ କଲେ। ଅଚ୍ୟୁତ ଅର୍ଥ କଣ ନା ଯିଏ ନିଜ ପଦରୁ କେବେ ବି ତଳକୁ ଖସନ୍ତି। ଭଗବାନ ସବୁବେଳେ ଭଗବାନ ହେଇଥିବେ। ଭକ୍ତ ପାଇଁ ଭଗବାନ ଏଠି କଣ ସାରଥୀ ବନିଗଲେ ଅର୍ଜୁନଙ୍କର। କିନ୍ତୁ ସାରଥୀ ହେଲେ ମଧ୍ୟ ସେ କଣ ଭଗବାନ ହେଇଥିଲେ। ଯେମିତି ଭଗବାନ ଛୋଟ ପିଲା ହେଲେ ମଧ୍ୟ ଭଗବାନ। କାହିଁକି ନା 3 ଦିନର ପିଲା ହେଇକି ମଧ୍ୟ ସେ ପୂତନା ଭଳିଆ ରାକ୍ଷସୀକୁ ମାରି ଦେଇଥିଲେ। 3 ମାସର ହେଲା ପରେ ମଧ୍ୟ କଣ ନା ଯୋଉ କଣ ଅର୍ଜୁନ ବୃକ୍ଷକୁ ଉପଡେଇ ଦେଇଥିଲେ। 7 ବର୍ଷ ବୟସରେ କଣ କରିଥିଲେ ନା କାଣି ଆଙ୍ଗୁଠିରେ ଏଡେ ବଡ ଗୋବର୍ଦ୍ଧନ ଭଗବାନ ପ୍ରତ୍ୟେକ ସମୟରେ ଭଗବାନ ତେଣୁ ତାଙ୍କୁ ଅଚ୍ୟୁତ ବୋଲି ଏଠି ଅର୍ଜୁନ କଣ କରୁଛନ୍ତି ନା ସମ୍ବୋଧନ କରୁଛନ୍ତି। ତ ଯେତେବେଳେ ଅର୍ଜୁନ ଭଗବାନଙ୍କୁ କହିଲେ କି ରଥ ନେଇକି ରଖିଦିଅ ଦୁଇ ସେନା ମଧ୍ୟରେ ତ ଭଗବାନ କଣ କଲେ ଜାଣି ଶୁଣିକି ଅର୍ଜୁନର ରଥକୁ ପିତାମହ ଭୀଷ୍ମ ଦ୍ରୋଣାଚାର୍ଯ୍ୟ ଆଉ ଅର୍ଜୁନଙ୍କର ଯୋଉ ସଖା ସମ୍ବନ୍ଧୀ ତାଙ୍କର ଆଗରେ ନେଇକି ରଖିଦେଲେ। ଯାହା ଦ୍ଵାରା କଣ ହବ ଅର୍ଜୁନ ଏମାନଙ୍କୁ ଦେଖିବ ଆଉ ପରିବାରକୁ ଦେଖିକି ମୋହିତ ହେଇଯିବ ଆଉ ମୋହିତ ହେଇକି କଣ କରିବ ନା ଯୁଦ୍ଧ ନ କଲେ ଭଗବାନ ତାକୁ ଭଗବତ ଗୀତାର ଉପଦେଶ ଦେବେ ଯାହା ଦ୍ଵାରା ଏ ଯୋଉ ଗୀତାର ଜ୍ଞାନ ଆଗକୁ ବଢିବ ଆମକୁ ମିଳିପାରିବ। ତ ଅର୍ଜୁନ ଯେତେବେଳେ ଆମକୁ ଦେଖିଲେ କଣ କହିଲେ କଣ ପାଇଁ
ଯୁଦ୍ଧ କରିବାକୁ ଚାହୁଁନଥିଲେ ଅର୍ଜୁନ କେତେଟା କାରଣ ଦେଇଛନ୍ତି। ସେ ସବୁ କାରଣ କଣ କଣ ତା ବିଷୟରେ ଟିକେ ଆମେ ଦେଖିବା। ପ୍ରଥମେ ଅର୍ଜୁନ କଣ କହୁଛନ୍ତି କି ନା ଯେତେବେଳେ ଅର୍ଜୁନ ଦେଖିଲେ କାହାକୁ କାହାକୁ ଦେଖିଲେ ନା କି ପ୍ରଥମେ ତ ଫୁଲ କନଫିଡେନ୍ସ ରେ ଅର୍ଜୁନ ଯାଇଥିଲେ ଆରମ୍ଭରୁ ନା, ସେଥିପାଇଁ ଶଙ୍ଖ ଫୁଙ୍କିଲେ, ତାଙ୍କର ଗାଣ୍ଡିବ ଉଠେଇଲେ, ସବୁ କଲେ। କିନ୍ତୁ ଯେତେବେଳେ ଦେଖିଲେ ଯାଇକି ଏଇଠି ମୋର ଗୁରୁଜନ ଅଛନ୍ତି, ମୋର ପିତାମହ ଅଛନ୍ତି, ମୋର ମାମୁଁ ଅଛନ୍ତି, ମୋର ଶଳା ଅଛନ୍ତି, ମୋର ଶ୍ୱଶୁର ଅଛନ୍ତି, ମୋର ଭାଇ ଅଛନ୍ତି, ତ ନିଜର ପରିବାର ମାନଙ୍କୁ ଦେଖିକି କଣ କଲେ ନା ତାଙ୍କ ମନରେ ଦୟା ଆସିଗଲା, କରୁଣା ଆସିଲା। ତ ଭକ୍ତର ପ୍ରଥମ ଲକ୍ଷଣ ହଉଛି ତା ମନରେ କଣ ଆସିବ, ଅନ୍ୟ ପ୍ରତି ସେ ଦୟାବାନ ଥାଏ, କରୁଣା କରେ। ତେଣୁ ସେ ଦେଖିକି କଣ କହିଲା ନା ଯୁଦ୍ଧ କରିବାକୁ ମନ। ଗୋଟେ ପକ୍ଷରେ ଭକ୍ତ ଅର୍ଜୁନ ଯୁଦ୍ଧ କରିବାକୁ ମନା କରୁଛନ୍ତି, ଅନ୍ୟ ପକ୍ଷରେ ଧୃତରାଷ୍ଟ୍ର କହୁଛନ୍ତି ନାଇଁ ମୋର ପୁଅ ପାଣ୍ଡୁପୁତ୍ର କଣ କରୁଛି, ଆଉ ତାଙ୍କ ପୁଅ ଦୁର୍ଯ୍ୟୋଧନ ସମସ୍ତଙ୍କୁ ଯୁଦ୍ଧ କରିବା ପାଇଁ କଣ କରୁଛନ୍ତି, ଉଗ୍ରତ କରୁଛନ୍ତି, ଉକସାଉଛନ୍ତି, ଯାଅ ତମେ ଯୁଦ୍ଧ କର, ତମେ ଯୁଦ୍ଧ କର। ଇଏ ହଉଛି ଭକ୍ତ ଆଉ ଅଭକ୍ତ ମଧ୍ୟରେ ମୁଖ୍ୟ ଅନ୍ତର। ତାପରେ ଅର୍ଜୁନ କଣ କହୁଛନ୍ତି କି ମତେ ସୁଖ ମିଳିବନି ଯଦି ମୁଁ ଯୁଦ୍ଧ କରିବି। କଣ କହୁଛନ୍ତି ନା ଯଦି ମୁଁ ଏଇ ଯୁଦ୍ଧରେ ସମସ୍ତଙ୍କୁ ମାରିଦେବି ତ ମତେ ସୁଖ ମିଳିବ ନାହିଁ। ମୁଁ କାହା ପାଇଁ ଏସବୁ କରୁଛି, ଇଏ ମୋର ସଗା ସମ୍ବନ୍ଧୀ ମାନଙ୍କ ପାଇଁ, ମୋର କୁଟୁମ୍ବ ମାନଙ୍କ ପାଇଁ। ଯଦି ଏମାନେ ହିଁ ମରିଯିବେ ମୁଁ ଯୁଦ୍ଧରେ ଜିତିକି କଣ କରିବି, ମତେ କି ସୁଖ ମିଳିବ। ସେଥିପାଇଁ ସେ କହୁଛନ୍ତି ମତେ ଏଇ ରାଜ୍ୟ ସୁଖ ଦରକାର ନାହିଁ। ମତେ ଯଦି ତିନି ଲୋକର ମଧ୍ୟ ରାଜ୍ୟ ମିଳିଯିବ ତଥାପି ମଧ୍ୟ ମୁଁ କଣ କରିବିନି ନା ଯୁଦ୍ଧ କରିବି ନାହିଁ, ମନା କରିବେ। ତାପରେ କଣ କହୁଛନ୍ତି କି ଆଙ୍କୁ ମାରିଲେ ପାପ ହବ। ଠିକ ଅଛି ନାଇଁ, ତ କଣ ପାଇଁ କହୁଛନ୍ତି ଅର୍ଜୁନ କି ୟାଙ୍କୁ ମାରିଲେ ପାପ ହବ, ନା ଏମାନେ ହଉଛନ୍ତି ମୋର ସଗା ସମ୍ବନ୍ଧୀ, ମୁଁ ଯଦି ୟାଙ୍କୁ ମାରିବି ମତେ ପାପ ଲାଗିବ, ମୁଁ ସେମାନଙ୍କୁ ମାରିବି। ତ ଶ୍ରୀଲ ପ୍ରଭୁପାଦ ଭଗବତ ଗୀତାରେ କଣ ନା ଶାସ୍ତ୍ର ଅନୁସାରେ ଗୋଟେ ଉଦାହରଣ ଦେଇଛନ୍ତି। ଶାସ୍ତ୍ରର ନିୟମ ଅନୁସାରେ ହାତତାଇ ହାତତାଇ ମାନଙ୍କୁ ମାରିଲେ କୌଣସି ପାପ ହୁଏ ନାହିଁ। 6 ପ୍ରକାର ହାତତାଇ ଅଛି। କିଏ କିଏ ନା ଯିଏ ବିଷ ଦିଏ, ଆମେ ଦେଖିବା କାହାକୁ ନା ଛୋଟ ସମୟରେ ଭୀମସେନଙ୍କୁ ଏମାନେ ବିଷ ଦେଇ ଦେଇଥିଲେ। ଆଉ କଣ ନା ଘରେ ଯିଏ ନିଆଁ ଲଗଉଛି, ସେମାନେ ଦେଖିବା ଆମେ କଣ କରିଥିଲେ ନା ଲକ୍ଷ ଗୃହରେ ନିଆଁ ଲଗେଇ ଦେଇଥିଲେ। ଶସ୍ତ୍ର ଦ୍ଵାରା ଆକ୍ରମଣ କରୁଛି, ସେମାନେ ଆକ୍ରମଣ ବି କରିଥିଲେ। ଧନ ଲୁଟିବା ବାଲା, ଆଙ୍କର ପ୍ରତ୍ୟେକ ପୁରା ସବୁ ଧନ ସମ୍ପତ୍ତି ପାଣ୍ଡବ ମାନଙ୍କର ଜୁଆରରେ ନେଇଯାଇଥିଲେ। ଆଉ କିଏ ଯେ ଅନ୍ୟର ଭୂମିକୁ କବ୍ଜା କରିଛି, ତାଙ୍କର ପୁରା ପୁରା ରାଜ୍ୟକୁ ମଧ୍ୟ କବ୍ଜା କରିକି ନେଇଯାଇଥିଲେ କୌରବମାନେ। ଆଉ 6 ନମ୍ବର କଣ ଯେ ଅନ୍ୟର ସ୍ତ୍ରୀକୁ ବା ପତ୍ନୀକୁ ଅପହରଣ କରିଥାଏ, ମାନେ କଣ ନା ମାତା ଦ୍ରୌପଦୀଙ୍କ ପ୍ରତି କେତେ ଅପମାନ କରିଥାଏ। ତ ଏ ସବୁ ଜିନିଷ ଆଙ୍କ ପାଖରେ ଅଛି। ଏମାନଙ୍କୁ ହାତତାଇ ଏମାନଙ୍କୁ କଣ ମାରିଲେ କୌଣସି ପାପ ହେବା କଥା ନାହିଁ। ତଥାପି ଅର୍ଜୁନ କହୁଛି ନାଇଁ ଆଙ୍କୁ ମାରିଲେ ମତେ ପାପ ଲାଗିବ, ତେଣୁ ମୁଁ କଣ କରିବି ନା ମୁଁ ଆଙ୍କୁ ମାରିବି ନାହିଁ, ଯୁଦ୍ଧ କରିବି ନାହିଁ। ତାପରେ କଣ ଦଉଛନ୍ତି ଅର୍ଜୁନ କହୁଛନ୍ତି କି ପରିବାର ନଷ୍ଟ ହେଇଯିବ। କଣ କହୁଛନ୍ତି ନା ଯଦି ନୂଆ ନୂଆ ଲଜିକ ସବୁ ଅର୍ଜୁନ କହୁଛନ୍ତି କଣ ନା ଯଦି ମୁଁ ଏମାନଙ୍କୁ ମାରିଦେବି ଆମର କୁଳ ପରମ୍ପରା ନଷ୍ଟ ହେଇଯିବ। କାହିଁକି ନା ସମସ୍ତେ ଯେତେବେଳେ ମରିଯିବେ ପୁରୁଷ ଲୋକ ବଡ ଲୋକ କୂଳରେ ରହିବ କିଏ, କେବଳ ସ୍ତ୍ରୀ ରହିବେ। ଯାହା ଦ୍ଵାରା କଣ ହବ ନା ସବୁ ପିଲାମାନେ ବି କଣ ହେଇଯିବେ ଅଧର୍ମୀ ହେଇଯିବେ। ଯେତେବେଳେ ବଡ ଲୋକ ନ ରହିବ କଣ ହେବେ ନା ସ୍ତ୍ରୀ ମାନେ ଦୂଷିତ ହେଇଯିବେ, ବର୍ଣ୍ଣ ସଂକର ଜନ୍ମ ନେବେ, ଅବାଞ୍ଛିତ ସନ୍ତାନ ସବୁ ଉତ୍ପନ୍ନ ହୁଏ। ୟା ଦ୍ଵାରା କଣ ହବ
ନା ଯେତେବେଳେ ଅବାଞ୍ଛିତ ସନ୍ତାନ ଉତ୍ପନ୍ନ ହେବେ, ୟା ଦ୍ୱାରା ପିଣ୍ଡଦାନ ପୂର୍ବପୁରୁଷ ମାନଙ୍କୁ କରି ହବ ନାହିଁ। ତ ପିତୃପୁରୁଷ ମାନଙ୍କୁ ମଧ୍ୟ ପାପ ଲାଗିବ, ଆମକୁ ବି ପାପ ଲାଗିବ। ତ ଏଇ ପ୍ରକାର ଅଲଗା ଅଲଗା ସବୁ କଣ ନା ଉଦାହରଣ ଦେଇକି ଅର୍ଜୁନ କହୁଛନ୍ତି। ଲାଷ୍ଟକୁ କହୁଛନ୍ତି ମୁଁ ନିଷ୍ପତ୍ତି ନେଇପାରୁନି, କଣ କରିବି କଣ କରିବି ନାହିଁ। ତ ଆରମ୍ଭରୁ ଯୋଉ ଅର୍ଜୁନ ଫୁଲ କନଫିଡେନ୍ସ ରେ ଗାଣ୍ଡିବ ଧନୁ ଧରିକି ରେଡି ହେଇଯାଇଥିଲେ ଯୁଦ୍ଧ କରିବାକୁ, ଏବେ କଣ ନା ତାଙ୍କର ଯୋଉ କୁଳ କୁଟୁମ୍ବ ମାନଙ୍କୁ ଦେଖିକି ମୋହିତ ହେଇଯାଇଛନ୍ତି। ନିଜ ମୁଣ୍ଡ ଉପରେ ହାତ ରଖିକି ଧନୁଷ ଆଉ ତୀରକୁ ତଳେ ରଖିଦେଇକି ରଥର ପଛପଟେ ବସି ପଡିଲେ। କଣ କହିଲେ? ମୁଁ ଯୁଦ୍ଧ କରିବି ନାହିଁ। ତାଙ୍କୁ ଦେଖି ମୁଁ ମୋହିତ ହେଇଗଲି, ମୁଁ ଯୁଦ୍ଧ କରିପାରିବି। ତ ଯୋଉ ଯୁଦ୍ଧ ନ କରିବାର ପାଞ୍ଚଟି କାରଣ ଦେଲେ କଣ କଣ ନା ଦୟା, ଖୁସି ବିହୀନ ବା ଖୁସି ନ ମିଳିବା, ପାପ ହେବା, ପରିବାର ନଷ୍ଟ ହେଇଯିବା, ଆଉ ମୁଁ କଣ ନିଷ୍ପତ୍ତି ନେଇପାରୁନାହିଁ। ୟାର ଉତ୍ତର ଭଗବାନ କଣ କରୁଛନ୍ତି ନା ଦ୍ୱିତୀୟ ଅଧ୍ୟାୟରେ ଗୋଟେ ଗୋଟେ କରି ସବୁ ୟାର ଉତ୍ତର ଦେବେ। କଣ ଉତ୍ତର ଦେବେ ସେଇଟା ଆମେ କାଲି ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଭଲ ଭାବେ ପଢିପାରିବା। ଭଗବାନ ଗୋଟେ ଗୋଟେ କରି ଯୋଉ ଅର୍ଜୁନ ଦଉଛନ୍ତି ପ୍ରଶ୍ନ କି ତାର ସବୁ କଣ ଖଣ୍ଡନ କରିବେ। ଯୋଉ ଯୋଉ ଗୋଟେ ଗୋଟେ ସବୁ କଣ ଦେଇଛନ୍ତି ଲଜିକ ଦେଇଛନ୍ତି, ମତେ ଏୟା ହବନି ଏୟା ମିଳିବ। କାହିଁକି ନା ଭଗବତ ଗୀତା କଣ ନା ଗୁରୁ ଆଉ ଶିଷ୍ୟର ସମ୍ବାଦ। ଶିଷ୍ୟ ପ୍ରଶ୍ନ ପଚାରିଲେ ଗୁରୁ ତାର ଉତ୍ତର ଦେଇକି ସମାଧାନ କରେ। ଏଇ ଉପାୟରେ ଏଇ ପ୍ରକାର ଯୋଉ ପ୍ରଥମ ଅଧ୍ୟାୟ କୁରୁକ୍ଷେତ୍ରର ସୈନ୍ୟ ନିରୀକ୍ଷଣ ଶେଷ ହେଲା। କାହାର କିଛି ଯଦି ପ୍ରଶ୍ନ ଅଛି ଏ ଅଧ୍ୟାୟ ଅନୁସାରେ ଆଉ ଆପଣମାନେ ପଚାରି ପାରନ୍ତି। ହରେ କୃଷ୍ଣ। ଏ ଅଧ୍ୟାୟ ନେଇକି କାହାର କିଛି ପ୍ରଶ୍ନ ଅଛି ଆପଣ ହ୍ୟାଣ୍ଡ ରେଜ କରନ୍ତୁ, ପ୍ରଶ୍ନ ପଚାରି ପାରନ୍ତି। କଣ କଣ ଏ ଅଧ୍ୟାୟରେ ଆମେ କାହାକୁ ଯଦି କିଛି କନଫ୍ୟୁଜନ ଅଛି କି କୌଣସି ପ୍ରଶ୍ନ ଅଛି ତାର ଏ ଅଧ୍ୟାୟ ଅନୁସାରେ ପଚାରି ପାରନ୍ତି। ହରେ କୃଷ୍ଣ। ହ୍ୟାଣ୍ଡ ରେଜ କରନ୍ତୁ ଅଥବା ଚାଟ ବକ୍ସରେ ମଧ୍ୟ ପ୍ରଶ୍ନ ପଚାରି ପାରିବେ। हरे कृष्णा। हरे कृष्णा। हरे कृष्ण प्रभु जी, प्रणाम प्रभु जी। प्रणाम माताजी। प्रभु जी मोर क्वेश्चन थिला कि जेतेबेले संजय को दिव्य चक्षु दिया हला सेतेबेले धृतराष्ट्र को कहीं दिया हलानी? हाँ, ଯେତେବେଳେ ପ୍ରଥମେ ଧୃତରାଷ୍ଟ୍ର ହିଁ ବ୍ୟାସଦେବ ଅଫର କରିଥିଲେ କି ତମେ ଯେତେବେଳେ ସେ ବାରମ୍ବାର ଆସିକି ବୁଝେଇଲେ କି ତମ ପୁଅକୁ ଠିକ ରାସ୍ତାରେ ଦେଖାଅ, ଆଉ ତାହା ଦ୍ଵାରା ପୁତ୍ର ମୁହଁରେ ବନ୍ଧା ହେଲେ ତମର ପୁରା ସମ୍ପୂର୍ଣ୍ଣ କୂଳ ନଷ୍ଟ ହେଇଯିବ। ତମେ ଦିବ୍ୟ ଦୃଷ୍ଟି ନିଅ ଆଉ ତମ ନିଜର କୂଳର ଯୋଉ ନଷ୍ଟ ହବ ତାକୁ ଦର୍ଶନ କର ବୋଲି କହିକି ମହାଭାରତରେ କଥା ଆସିଛି। ପ୍ରଥମେ ବେଦବ୍ୟାସ ଆସିକି ଧୃତରାଷ୍ଟ୍ରକୁ ହିଁ ଦିବ୍ୟ ଚକ୍ଷୁ ଦଉଥିଲେ। ଧୃତରାଷ୍ଟ୍ର କହିଲେ କି ମୁଁ ତ ଜୀବନ ସାରା ଅନ୍ଧ ରହିଲି, ଲାଷ୍ଟକୁ କାହିଁକି ମୁଁ ଦେଖିବି ଏଇ ଜିନିଷ ଦୃଷ୍ଟି ନେଇକି, ତେଣୁ ମୋର ଦିବ୍ୟ ଦୃଷ୍ଟି ଦରକାର ନାହିଁ। ଆପଣ ଏ ଦିବ୍ୟ ଦୃଷ୍ଟି ମୋର ଯୋଉ ସାରଥୀ ସଞ୍ଜୟକୁ ଦିଅନ୍ତୁ, ଯାହା ଦ୍ଵାରା କଣ ନା ସିଏ ମତେ ସିଧାସଳଖ ଉତ୍ତର ଦେଇ ଯୋଉ ଇଏ ଯୁଦ୍ଧର ଯାହା କିଛି ସବୁ ବ୍ୟାଖ୍ୟା ମତେ କରିବ ମୁଁ ତାକୁ କହିପାରିବି। ଆଉ ଦୁଇରେ ସଞ୍ଜୟ ବ୍ୟାସଦେବଙ୍କର ଶିଷ୍ୟ ଥିଲେ, ସିଏ ବି ଚାହୁଁଥିଲେ କି ତାଙ୍କ ଦ୍ଵାରା ଧୃତରାଷ୍ଟ୍ରଙ୍କୁ ଏଇ ଯୋଉ ଯୁଦ୍ଧର ସବୁ ବ୍ୟାଖ୍ୟା କରାଯାଏ, ସେଇଥିପାଇଁ ଧୃତରାଷ୍ଟ୍ର ନିଜେ ମନ କରିଥିଲେ ଆଉ ସଞ୍ଜୟକୁ ଦିଆଯାଇଥିଲା ଦିବ୍ୟ ଦୃଷ୍ଟି। ଆଜ୍ଞା प्रभु जी।
हरे हरे कृष्ण। धन्यवाद। धन्यवाद। हाँ, हरे कृष्ण। जड़े प्रश्न पचार कौन ना अर्जुन तो युद्ध क्षेत्र में परिवार ପାଇଁ ବିଚଳିତ ହେଇ ପଡିଥିଲେ ତ ଆମେ ତ ତୁଚ୍ଛ ମଣିଷ ଯଦି ପରିବାର ଭାଙ୍ଗିଯାଏ ତାକୁ କେମିତି ଯୋଡିବା ପ୍ରଭୁ ଜୀ ଆରମ୍ଭରୁ ଆମେ କଣ ଦେଖିଥିଲେ ଆମେ ଆଗକୁ ପଢିବା ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟରେ ମଧ୍ୟ ଆସିବ କି ଅର୍ଜୁନଙ୍କୁ ଭଗବାନ କହିବେ ଅର୍ଜୁନ ହଉଛନ୍ତି ଭଗବାନଙ୍କର ନିତ୍ୟ ସଖା ନିତ୍ୟ ପାର୍ଷଦ ତେଣୁ ଅର୍ଜୁନ କେବେ ବି ମୋହିତ ହେବେ ନାହିଁ ଅର୍ଜୁନଙ୍କୁ ମୋହିତ କରାଗଲା ଭଗବାନ ଦ୍ଵାରା ଯାହା ଦ୍ଵାରା କି ଭଗବତ ଗୀତା ଶୁଣିପାରିବ ଏମିତି ବହୁତ ଅନେକ ଅନେକ ଉଦାହରଣ ଅଛି ଯେମିତି ପରୀକ୍ଷିତ ମହାରାଜ ସିଏ ଯେତେବେଳେ ମୋହିତ ହେଲେ ସେତେବେଳେ ଭାଗବତମ ଆସିଥିଲା ଏମିତି ବହୁତ ଅଲଗା ଅଲଗା ସବୁ ଆମ ଶାସ୍ତ୍ରରେ କଥା ଅଛି ଉଦାହରଣ ଅଛି ତେଣୁ ଭକ୍ତ ମାନେ ଗୋଟେ ପ୍ରକାର ଜରିଆ ଯାହା ଦ୍ଵାରା କଣ ନା କିଛି ଜ୍ଞାନ ଆମ ପାଖକୁ ଆସିପାରିବ ଆମ ଭଳିଆ ମଣିଷ ମାନଙ୍କ ପାଖକୁ ଆସିପାରିବ ସେମାନେ କଣ ଆରମ୍ଭରୁ ଭଗବାନଙ୍କର ସଙ୍ଗୀ ଭକ୍ତ ସେ କେବଳ ଭଗବାନ ତାଙ୍କୁ ମୋହିତ କରେଇଲେ ଯାହା ଦ୍ଵାରା ଭଗବତ ଗୀତା ସେ ଉପଦେଶ ପାଇକି ସେ ଉପଦେଶ ଆମ ପାଇଁ ଆସିବ ଯେମିତି କି ଆମେ ଦେଖିଲୁ କି ଆଙ୍କର ଜଣେ ଟିଭିରେ ପଚାରୁଛନ୍ତି ପ୍ରଶ୍ନ ସେ ତାଙ୍କର ପର୍ସନାଲ ପ୍ରଶ୍ନ ନାହିଁ ସେ ପ୍ରଶ୍ନ ଠିକ ସେମିତି ଅର୍ଜୁନ ଏଠି ତାଙ୍କ ପରିବାର ଦେଖି ବିଚଳିତ ହେଲେ ସେଟା ହଉଛି କଣ ଗୋଟେ ପ୍ରକାର ସେ ତାଙ୍କୁ ମୋହିତ କରାଗଲା ଯୋଉ ଆପଣ ପ୍ରଶ୍ନ ପଚାରୁଛନ୍ତି ଆମ ପରିବାରକୁ କେମିତି ଯୋଡିବା ଭଗବାନଙ୍କର ଆଶ୍ରିତ ନେଲେ ସବୁ ସମାଧାନ ହେଇଯାଏ କିନ୍ତୁ ତା ପାଇଁ ଭଗବାନ ପ୍ରତି ସମର୍ପଣ ହେବାକୁ ପଡିବ ଆଉ ନିଜ ପରିବାରକୁ ଭଗବତ ଗୀତା ଅନୁସାରେ ଯଦି ଆପଣ ପାଳନ କରିବେ ସେ ପରିବାର ଭାଙ୍ଗିବନି ଆଉ ଭାଙ୍ଗିଲେ ମଧ୍ୟ ଯୋଡି ହେଇଯିବ ଭଗବତ ଗୀତାର ନିର୍ଦ୍ଦେଶ ଅନୁସାରେ ଯଦି ପରିବାରକୁ କରିବେ ଭଗବତ ଗୀତା ଶୁଣନ୍ତୁ ତା ଅନୁସାରେ ଚେଷ୍ଟା କରନ୍ତୁ କିଛି ମଧ୍ୟ ଅସୁବିଧା ହୁଅନି ହରେ କୃଷ୍ଣ ଆଉ କାହାର କିଛି ପ୍ରଶ୍ନ ଅଛି ହରେ କୃଷ୍ଣ ପ୍ରଭୁ ଆପଣଙ୍କୁ ଯୋଉ ଚାର୍ଟ ଦେଖିଥିଲେ ଆପଣଙ୍କ ପ୍ରଶ୍ନର ଉତ୍ତର ମିଳିଯାଇଥିବ ଠିକ ଅଛି ହରେ କୃଷ୍ଣ ଠିକ ଅଛି ଆଉ କାହାର କିଛି ପ୍ରଶ୍ନ ଅଛି ପ୍ରଶ୍ନ ପଚାରି ପାରନ୍ତି ନହେଲେ ଚାର୍ଟ ମଧ୍ୟ ଲେଖିପାରନ୍ତି ହରେ ହରେ କୃଷ୍ଣ କାହାର କିଛି ପ୍ରଶ୍ନ ନାହିଁ ତ ଆମେ କ୍ଲାସକୁ ଏଠି ସମାପ୍ତ କରିବା ଆଉ ଆଜିର ଯୋଉ ଲାଷ୍ଟ ଅର୍ଜୁନଙ୍କର ପ୍ରଶ୍ନ ଥିଲା ତାର ଉତ୍ତର କାଲି ଭଗବାନ ଦେବେ କାଲିର କ୍ଲାସ ମଧ୍ୟ ଆଟେଣ୍ଟିଭଲି ଆଟେଣ୍ଡ କରନ୍ତୁ ତାର ସବୁ ଉତ୍ତର ଗୋଟେ ଗୋଟେ କରି ଭଗବାନ ଦେବେ ଅର୍ଜୁନର ପ୍ରତ୍ୟେକ ଯୋଉ ଶଙ୍କାର ସମାଧାନ କରିବେ ଦ୍ୱିତୀୟ ଅଧ୍ୟାୟ ବହୁତ ମହତ୍ଵ ଭଗବତ ଗୀତାର ଯୋଉ ବେଶ ତାକୁ ଦ୍ୱିତୀୟ ଅଧ୍ୟାୟ କୁହାଯାଏ ହରେ କୃଷ୍ଣ ଆମେ ଏଠି କ୍ଲାସକୁ ସମାପ୍ତ କରିବା वाञ्छाय कल्पतरुभ्यश्च कृपा सिन्धुव एव च पतितानां पावनेभ्यो श्रीवैष्णवेभ्यो नमो नमः अनंत कोटि वैष्णव वृतंकर जय जय श्रील प्रभुपादंकर जय श्री गुरु महाराजंकर जय जय निताय गौर प्रेमानंदे हरे हरि हरे हरि 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 बोल। हरे कृष्ण नमस्ते हरे कृष्ण हरे कृष्ण हरे प्रभु कृष्ण जी प्रभु जी प्रणाम। प्रणाम हरे कृष्ण प्रभु जी प्रणाम। हरे नमस्ते हरे हरे कृष्ण कृष्ण धन्यवाद प्रभु जी प्रणाम। हरे